नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयतमुपं प्रतिभासां कमलं वैतैगिरिं यत्कृपात्महं वन्दे परमानन्दमाधवं निगमकृत सर्वोर्मिलितं फलं सुखं गाढं चित्रवसन्तं भागवतं रणमालयो मुरुशिका भूविभावकाः ॐ व्यासं वसिष्ठनमस्कारं चक्रपुत्रं कर्मशं पराशरात्मनं वन्दे सुखदातं तपोधिं ॐ व्यासाय विष्णुरूपाय व्यासरूपाय विष्णवे नमो ब्रह्मनिधये वासिष्ठाय नमो नमः ॐ श्री परमात्मने नमः ॐ नमो भगवते वासुदेवाय তাহলে বর্তমান দশম স্কন্ধ অধ্যায় 85 ভগবান কৃষ্ণ পিতা বসুদেবଙ୍କୁ ଜ୍ଞାନ ଉପଦେଶ ଦେଉଛନ୍ତି। ଏଇଟା ହେଲା ପ୍ରସଙ୍ଗ ଦେଇଛନ୍ତି। ଆଉ କିଛି ଚାଲିବ ଦେଖିବ। ଗୁଣ ପ୍ରବାହ ଇତସ୍ମିନ୍ ଅବୁଧା ଅଖିଳାପନ ଗତି ସୂକ୍ଷ୍ମାଂ ଅବୋଧେନ ସଂସରନ୍ତିହ କର୍ମଭିଃ। ଜଗତ ହେଉଛି ଗୁଣ ପ୍ରବାହ ତ୍ରୟାଣାଂ ଗୁଣାନାଂ ପ୍ରବାହ। ତିନି ଗୁଣର ଗୋଟେ ପ୍ରବାହ ମାନେ ସ୍ରୋତ ନଈଟା। ସଂସାର କିଛି ନୁହେଁ। ଏ ସଂସାର ତିନି ଗୁଣର ଗୋଟେ ପ୍ରବାହ ମାନେ ନଦୀ। ଆଉ ଏଇଟା କିଛି ନାହିଁ। ତିନି ଗୁଣର ପ୍ରବାହ। ତିନି ଗୁଣକୁ ନେଇ ଏଠି ପ୍ରତ୍ୟେକ ଜୀବଜନ୍ତୁ ଯିଏ ଅଛି ସବୁ ତିନି ଗୁଣକୁ ନେଇକରି ସୃଷ୍ଟି ହେଇଛନ୍ତି ଏବଂ ସେ ଗୁଣ ଅନୁସାରେ କର୍ମ କରୁଛନ୍ତି। ତେଣୁ ତିନି ଗୁଣର ପ୍ରବାହ ହେଲା ସଂସାର। ଏତସ୍ମିନ୍ ଅବୁଧା ଅଖିଳାପନ। ୟା ଭିତରେ ଅବୁଧା ଯେଉଁମାନେ ଅଜ୍ଞାନୀ ସେମାନେ ଦେହ ଇନ୍ଦ୍ରିୟ ଅନ୍ତଃକରଣ ସୁଖ ଦୁଃଖ ଆସକ୍ତି ଲୋଭାଦି ହେଉଛି ସେଇ ଗୁଣମାନଙ୍କର କାର୍ଯ୍ୟ। ତିନି ଗୁଣର କାର୍ଯ୍ୟ ଏଗୁଡ଼ାକ ସୁଖ ଦୁଃଖ ଭୋଗିବା, କାମ କ୍ରୋଧ ଲୋଭ ଇନ୍ଦ୍ରିୟ ଆସକ୍ତି ଆଜି ଏମିତି ଗୁଡ଼େ ଗୁଡ଼ାକ ଧରିକି ତିନି ଗୁଣ। ଅଜ୍ଞାନୀମାନେ ସର୍ବାତ୍ମାର ସୂକ୍ଷ୍ମ ସ୍ୱରୂପକୁ ଦର୍ଶନ କରିପାରନ୍ତି ନାହିଁ। ତେଣୁ ଯେଉଁମାନେ ଅଜ୍ଞାନୀ ମାନେ ଅବିଦ୍ୟା ଅସ୍ମିତା, ଅବିଦ୍ୟା ମାନେ ଅନାତ୍ମ ବସ୍ତୁଟାକୁ ନିଜର କରିଦେବା। ଆତ୍ମା ଭିନ୍ନ, କେବଳ ଆତ୍ମା ହିଁ ନିଜର। ତାକୁ ଯିଏ ତାହା ପରିତ୍ୟାଗ କରିଦେଇକରି ଓଲଟା ଅନାତ୍ମ ବସ୍ତୁ ସାଂସାରିକ ବସ୍ତୁ ଗୁଡ଼ାକୁ ନିଜର ଚିନ୍ତା କରି ତାକୁ ଭୋଗ କରିବା ଲକ୍ଷ୍ୟ ଦୌଡ଼େ, ସିଏ ହେଲା ଅବୁଝ। ତେଣୁ ସିଏ କ'ଣ କରେ? ସଂସାରକୁ ଭୋଗ କରିବା ଲାଗେ। ତେଣୁ ଆତ୍ମାକୁ ଉପଭୋଗ କରିବ କେମିତି? ଆତ୍ମାନୁଭୂତି ତାର ହେବନି। ଅଖିଳାପନ ଗତି ସୂକ୍ଷ୍ମାଂ ଅବୋଧେନ। ସେଗୁଡ଼ାକ ସର୍ବାତ୍ମା ଭଗବାନଙ୍କୁ ହୃଦବୋଧ କରିବା ବା ଅନୁଭବ କରିବା ଜାଣିପାରିବେ ନାହିଁ। କାରଣ ସେ ଅନାତ୍ମ ଝିଅ ଅନାତ୍ମ ବସ୍ତୁ ପଛରେ ଥାଇଲା 24 ଘଣ୍ଟା। ସେ ଆତ୍ମାକୁ ଚିହ୍ନିବ କେମିତି? କାହିଁକି ଚିହ୍ନିବ? ତେଣୁ ଯେଉଁମାନେ ଅବୁଧ ଅଜ୍ଞାନୀ, ଏ ଜଗତଟା କେବଳ ତିନି ଗୁଣର ପ୍ରବାହ। ତିନି ଗୁଣର ପ୍ରବାହ ମାନେ କ'ଣ? ୟା ଅର୍ଥଟା ଟିକେ କହିଲା। ୟା ଅର୍ଥ ହେଲା କାମ କ୍ରୋଧ ଲୋଭ ମୋହ ମଦ ମାଶ୍ଚର୍ଯ୍ୟ ହିଂସା ପରଶ୍ରୀକାତର ଏମିତି ଗୋଟେ ହେଇକିରି ଜମି ମାରି ଘର ଧନ୍ଦା ଚାକିରି ବାକିରି କରିବା ଠକି ଟଙ୍କା ଆଣିବା, ଏ ସବୁ ଗୁଡ଼ାକ ହେଲା ତିନି ଗୁଣର ପ୍ରବାହ। ଯେଉଁ ୟାରି ଭିତରେ ଯେଉଁମାନେ ଅଜ୍ଞାନୀ ସେମାନେ କ'ଣ କରିବେ? ସୂକ୍ଷ୍ମ ଆତ୍ମତତ୍ତ୍ୱକୁ ବିଚାର କରିବାର କ୍ଷମତା ତାଙ୍କର ନଥାଏ। ସେ କେବଳ ଆତ୍ମତତ୍ତ୍ୱ ଏବଂ ସଂସାର ଅନାତ୍ମ ବସ୍ତୁ ଦୁଇଟା ତ ଜିନିଷ। ଯିଏ ଅନାତ୍ମ ବସ୍ତୁ ପଛରେ ରହିଲା ସେ ଆତ୍ମତତ୍ତ୍ୱ ଜାଣିବ କାହିଁକି? ଜାଣିବାର ପ୍ରଶ୍ନ ନାହିଁ, ହେଇପାରିବ ନାହିଁ। ତେଣୁ ସିଏ ତାର ହୁଏନି। ସଂସରନ୍ତିହ କର୍ମଭିଃ। ତେଣୁ ସେ ସାଂସାରିକ କର୍ମରେ ଜଡ଼ିତ ହୋଇକି ରହେ। ତେଣୁ ବାରମ୍ବାର ଜନ୍ମ ମରଣ ଭୋଗ କରେ। ଏଥିରେ ଅସୁବିଧା କ'ଣ ଅଛି? ସୁନ୍ଦର କଥା। ତାପରେ କହୁଛନ୍ତି ଚତୁର୍ଚ୍ଛୟା ମୃତାଂ ପ୍ରାପ୍ୟ ସୁକଳ୍ପାଂ ଇହ ଦୁର୍ଲଭାଂ ସ୍ୱାର୍ଥେ ପ୍ରମତ୍ତସ୍ୟ ବୟୋଗତଂ ତ୍ୱନ୍ ମାୟୟା ଈଶ୍ୱର। ଚତୁର୍ଚ୍ଛୟା
ନୃତାଂ ପ୍ରାପ୍ୟ। ହେଲେ ହେ ପରମେଶ୍ୱର, କୌଣସି କାରଣରୁ ନୃତାଂ, ନୃ ମାନେ ଗୋଟେ ନୃ ଶବ୍ଦ ଅଛି, ନା ନରଉ ନରହ, ନର ଶବ୍ଦ ଅଛି, ନରହ ନରଉ ନରା, ନୃ ଶବ୍ଦ ଅଛି, ନା ନରଉ ନରହ। ତେଣୁ ନୃତାଂ ପ୍ରାପ୍ୟ ଯଦୃଚ୍ଛୟା। କ'ଣ କ'ଣ ଗୋଟେ ଶୁଭ ପର୍ବ ଗୋଟେ କରିଛି, ଶୁଭ ପର୍ବ କରିବି ବୋଲି ସେ କରିନି, କ'ଣ ହଉ ହଉ କ'ଣ ଗୋଟେ ହେଇଗଲା, ଯାହାଫଳରେ ସେ ନୃତାଂ ମାନେ ନର ଜନ୍ମ ପାଇଯାଇଛି। କହିଲା ତାତ୍ପର୍ଯ୍ୟ 84 ଲକ୍ଷ ବିଭିନ୍ନ ଜାତିର ଜନ୍ମ ମାନେ ଯୋନିରେ ଜନ୍ମ ହେବାର ଅଛି, କିନ୍ତୁ ତା ଭିତରୁ ନର ଜନ୍ମଟା ଶ୍ରେଷ୍ଠ। କାରଣ ଯାହାର ଜ୍ଞାନ ବୁଦ୍ଧି ବିବେକ ବହୁତ କଥା ୟା ଭିତରେ ରହିଲା। ଯଦୃଚ୍ଛୟା ନୃତ୍ୟ ପ୍ରାପ୍ୟ। କ'ଣ ଗୋଟେ କରୁ କରୁ ସେ ଜାଣିଶୁଣି କିଛି କରୁନି, ସଂସାର ଭିତରେ ଅଟିକିବା କାମ, କିନ୍ତୁ ହଉ ହଉ କିଛି ମଙ୍ଗଳ କାମ କରି ପକାଇଲା, ଯାହାର ପ୍ରଭାବ ସେ ନରତ୍ୱ ପାଇଯାଇଛି। ସୁକଳ୍ପାଜ୍ଞ ଦୁର୍ଲଭା, ନର ଜନ୍ମଟା ଦୁର୍ଲଭରେ ସହଜରେ ମିଳେନି। ଆମେ ବି କୀଟ ପ୍ରଥମ କର୍ମୀ କୀଟ ସାପ ଗଛ ମାଛ ଦେଖା କୁକୁର ପିଲା ହେଇଛେ, ହେଇକି କୌଣସି କାରଣରୁ ପୁଣ୍ୟର ପ୍ରଭାବରୁ ନର ଜନ୍ମ ପାଇଯାଇଛେ। ଦୁର୍ଲଭା ସୁକଳ୍ପାଜ୍ଞ, କାରଣ ଇନ୍ଦ୍ରିୟାଦି ସାମର୍ଥ୍ୟଯୁକ୍ତ। ଯାହାର ମନୁଷ୍ୟର ସମସ୍ତଙ୍କର ଇନ୍ଦ୍ରିୟ ବି ଅଛି, ଇନ୍ଦ୍ରିୟ ଭୋଗ ସମସ୍ତଙ୍କ ସବୁ ଜାଣୁଛନ୍ତି କରୁଛନ୍ତି, କିନ୍ତୁ ଏଥିରେ ଯେଉଁ ଜ୍ଞାନ ବୁଦ୍ଧି ଅନେକ କଥା ଦିଆଯାଇଛି, ଭଗବାନଙ୍କୁ ଚିହ୍ନିବାର ବ୍ୟବସ୍ଥା କରାହେଇଛି, ଏ ପ୍ରକାର ମେସିନ୍ ସବୁ ୟା ଭିତରେ ଅଛି, ଯେଉଁଟା ଅନ୍ୟ ଜୀବଜନ୍ତୁ ଭିତରେ ନାହିଁ। ତେଣୁ ମନୁଷ୍ୟ ଜନ୍ମଟା ଦୁର୍ଲଭ, ଇଏ କିଛି ପୁଣ୍ୟ କରିଥିବା ହେତୁ ମନୁଷ୍ୟ ଜନ୍ମଟାକୁ ପାଇଯାଇଛି। ପାଇକି ହେଲା କ'ଣ ନା ସ୍ୱାର୍ଥେ ପ୍ରମତ୍ତସ୍ୟ ବୟଃ ଗତମ୍ ତ୍ୱନ ମାୟୟା ଈଶ୍ୱର। କହିଲେ ହେ ଈଶ୍ୱର, ତ୍ୱନ ମାୟୟା, ଆପଣଙ୍କର ମାୟା ଏତେ ପ୍ରବଳ ଯେ ସମସ୍ତେ ଜାଣୁଛନ୍ତି, ଅଛେ ଯେତେ ପଳେଇବା ତ ଆଉ ଟିକେ ରହୁଛି ନା କ'ଣ, ଏ ସଂସାରରେ କିଛି ନାହିଁ, ଯାହାକୁ ବଜେଇ ୟା କହିବ, କିନ୍ତୁ ସେଇଟା ଏଇ ପାଟିରୁ ବାହାରୁଛି, ଅନୁଭବ କଥା ନୁହେଁ। ତାହେଲେ ଯଦି ଏଠି ପଳେଇବ, ଆଉ ପଳେଇବ କଲମ ଲଗେଇ ଧାଇଛୁ କାହିଁକି ସଂସାର ହେଇକି। ତେଣୁ ମାୟା ଆପଣଙ୍କର ଅତି ଭୟଙ୍କର। ମଣିଷ ଜାଣୁଥିଲେ ବି ଜାଣୁନି, କେହି ଶୋଇଥିବ ଯେ ତାକୁ ଉଠେଇବ କି। ତେଣୁ ଜାଣିକିରି ଜାଣୁନି ଯେ ସିଏ ତାର ସେ କର୍ତ୍ତବ୍ୟ ବୁଝିବ କେମିତି? କି ମଣିଷ ନିଜର କର୍ତ୍ତବ୍ୟ କ'ଣ ତାହା ଜାଣିପାରୁନି, ସେଇଟା ହେଉଛି ଅସୁବିଧା। ତେଣୁ ଆପଣଙ୍କର ମାୟା ଏତେ ଭୟଙ୍କର ଯେ ଜ୍ଞାନ ବୁଦ୍ଧି ସବୁ ପ୍ରକାର ସାଧନା କରିବାର ଶକ୍ତି ସାମର୍ଥ୍ୟ ଦେଇଥିଲେ ମଧ୍ୟ ଭଗବାନ ସେ କିଛି ଜାଣିପାରୁନି, କେବଳ ପାଗଳ ଭଳିଆ ସ୍ୱାର୍ଥେ ପ୍ରମତ୍ତସ୍ୟ। ସ୍ୱାର୍ଥ ମାନେ ସ୍ୱାର୍ଥ ହେଲା କେବଳ ଈଶ୍ୱରକୁ ଚିନ୍ତନ କରିବା, କିନ୍ତୁ ତାର ସ୍ୱାର୍ଥ ସେ ଦେଖୁଛି ଏ ଶରୀରଟା ହେଲା ମୁଁ, ଏବଂ ଶରୀରକୁ ସୁଖ ଦେଉଥିବା ସ୍ତ୍ରୀ ପିଲା ଟଙ୍କା ପଇସା ଘର ଦ୍ୱାର ଏଗୁଡ଼ାକ ମୋର, ଏ ପ୍ରକାର ହେଇକିରି ପ୍ରମତ୍ତସ୍ୟ ପାଗଳ ହେଇଯାଉଛି ଆପଣଙ୍କ ମାୟା ଦ୍ୱାରା। ପାଗଳ ହେଇକିରି ବୟଃ ଗତମ୍, ସବୁ ବୟସ ସରିଯାଉଛି। ଈଶ୍ୱର ଚିନ୍ତନର ଆବଶ୍ୟକତା ନାହିଁ। ଲୋକଙ୍କୁ କହିଲେ କି ତା କଥା କଲୁ ନା ଜପ କରିକି ଧ୍ୟାନ କରିବା ଠିକ୍ କଥା, ଆମର ସମୟ ହେଲାଣି, କିନ୍ତୁ ସେ ସମୟଟା କେତେବେଳେ? ସେଇ ସମୟ ହେଇନଥିବ, କିଏ ଜନ୍ମ ହେଇକିରି ମରିଯାଉଛି, କିଏ 10 ବର୍ଷରେ ବଢ଼ୁଛି, 5 ବର୍ଷରେ ବଢ଼ୁଛି, 50 ବର୍ଷରେ ବଢ଼ୁଛି, କିଏ କେତେବେଳେ ପଳଉଛି ତାର ଠିକଣା କିଛି ନାହିଁ। ସମୟ କେଉଁଟା? ସମୟ ଜନ୍ମ ହେଲା ସମୟରେ ଜନ୍ମ ସହିତ ମୃତ୍ୟୁ ଦୌଡ଼ିଛି, ତେଣୁ କେତେବେଳେ ମରିବା ଆମର ସେ ଜ୍ଞାନ ନାହିଁ। ତେଣୁ ଜନ୍ମ ହେଲା ସମୟରୁ ହିଁ ଈଶ୍ୱରକୁ ଡାକିବା ହେଲା ସମୟ। ତା କିଏ ବୁଝୁନି, ଆପଣଙ୍କ ମାୟାର ପ୍ରଭାବରେ ପାଗଳ ଭଳିଆ କେବଳ ସାଂସାରିକ କର୍ମରେ ଲିପ୍ତ ରହିକିରି ମରୁଛି, ଛଟପଟ ହେଇକିରି ଗୋଟେ ଆହୁରି ଯାଉ କର୍ମ କରୁଛି, ସେ କର୍ମର ଫଳ ଭୋଗିବା ପାଇଁ ଆଉ ଥରେ ଜନ୍ମ। ତେଣୁ ଦୁର୍ଲଭ ମାନବ ଜନ୍ମ ପାଇକିରି କ'ଣ ଟିକେ ସୁକୃତ କର, ଯଦୃଚ୍ଛୟା ଜାଣିଶୁଣି କିଛି କରୁନି, କ'ଣ ଗୋଟେ କରୁ କରୁ ହେଇଗଲା କିଛି ସୁକୃତ, ଯାହାଫଳରେ ମନୁଷ୍ୟ ଜନ୍ମ ପାଇଛି। ମନୁଷ୍ୟ ଜନ୍ମଟା ଦୁର୍ଲଭ, ସହଜରେ ମିଳେନି, ପାଇକି ତ ନଷ୍ଟ କରିଦେଉଛି। ଅସौ ଅହମ୍ ମମ ଏବିତେ ଦେହେ ଚାସ୍ୟ ନୟାଦିଷୁ ସ୍ନେହପାଶି ହି ନିବଧ୍ନାତି ଭବାନ୍ ସର୍ବବିଦମ୍ ଜଗତ୍।
ଇଦଂ ସର୍ବଂ ଜଗତ ଭବାନ ଏ ଜଗତର ଆପଣ ଏଠି କିଛି ନାହାନ୍ତି କେବଳ ଏଠି କିଛି ନାହିଁ ଦୃଶ୍ୟମାନ ଜଗତ ନାହିଁରେ ଆଉ ନା ଜଣେ ଅଛି ଯିଏ ଥିବାରୁ ସବୁ ଅଛି ସିଏ ହିଁ ଅଛି କେବଳ ଆଉ ଏଠି କେହି ନାହାନ୍ତି ସର୍ବବିଦଂ ଜଗତ ଭବାନ ଏ ଜଗତର କେବଳ ଆପଣ ଜଣେ ଏଠି କେବଳ ଅଛି ଆଉ ଯାହା ଅଛି କିଛି ନାହିଁ ଅସୌ ଅହମ ମମ ଇତି ଅସୌ ଇଏ ସିଏ ତୁ ତା ମାନେ ଇଏ ଅନେକକୁ ଦେଖୁଛି କିନ୍ତୁ ଏଠି ଜଣେ ଅଛି କିଛି ନାହିଁ ଏ କଥା ଯିଏ ବୁଝିପାରୁନି ଏକ ଦେଖୁଛି ଏ ଅନେକକୁ ଦେଖୁଛି ମମ ଏ ବେଇତେ ଆଉ ଏଇଟା ମୋର ସେଇଟା ତାର ମୋର ତାର ଭାବ ରହୁଛି ଯେଉଁଗୁଡ଼ାକ ମୋର ତାକୁ ମୋର ମାନେ ତା ନାଁ ମମତା ତାହା ହିଁ ଦୌଡ଼ି ଲୁହା ଶିକୁଡ଼ି ଶୀତରେ ବାନ୍ଧି ହେଇଯାଉଛି ମୋର ମୋ ନାତି ମୋର ମୋ ସ୍ତ୍ରୀ ସରିଗଲା ମମ ଏ ବଇତେ ଦେହେ ଚାଷ୍ୟ ନୟାଦିଷୁ ଏ ଦେହଟାକୁ ଦେହ ସର୍ବସ୍ୱ ମାନବ ଆତ୍ମା ଫାତ୍ମା ସେ କିଛି ଜାଣୁନି କେତେ ଜଣ ଜାଣୁଛନ୍ତି ଗୋଟେ ଆତ୍ମା ଅଛି ମୁଁ ହେଉଛି ଆତ୍ମା କିଛି ଜଣେ କିଏ ଜାଣିନି କିଏ ଏଇ ଭିତରେ ପଶିବ କ'ଣ କିଏ ଜାଣିବ ଜାଣିବ ଯେ ସେତିକି ବସିଥିଲେ ଜାଣିବନି ପାଠ ପଢ଼ା ହେଉଛି ବାହାରକୁ ବସୁଛନ୍ତି ସମସ୍ତେ ସବୁ କଥା ବୁଝିକିରି ଯିବେ ସେ କଥା କଦାପି ହେଇପାରିବନି ଗୋଟେ ହବ କାମ ନାହିଁ ତ ଏମିତି ଗୋଟେ ଚାଲିଛି ଦେଖିବା ବସିବା କ'ଣ କେତେ 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 ଗପ ଗୁଡ଼ାକ ବୁଝି ହେଇଯାଉଛି ତ ତତ୍ତ୍ୱ ଗୁଡ଼ାକ ବୁଝି ହେଉନି ନହେଲେ ନ ହଉ ବୁଝିଲା ନହେଲେ ବସିବା ଏମିତି ବି ହେଉଛି ଏବଂ ଚାଷ୍ୟ ତେଣୁ ଏ ଦେହଟାକୁ ଦେହ ସର୍ବସ୍ୱ ମଣିଷ ହେଇକିରି ଏ ଦେହକୁ ଯିଏ ସୁଖ ଦେଲା ସେଗୁଡ଼ାକ ମୋର ମାନେ ତାହା ହିଁ ମମତା ଏବଂ ତାହା ହିଁ ରଜ୍ଜୁ ସେଥିରେ ବାନ୍ଧି ହେଇଯାଉଛି ଏବଂ ମୋର କଲ୍ୟାଣ କରିବାରେ ଲାଗିଛି ମୁଁ ନୁହଁ ମୁଁ ଅଲଗା ମୋର ଅଲଗା ମୁଁ ମୋର ନୁହଁ ମୁଁ ହେଉଛି ଆତ୍ମା ମୋର ହେଲେ ପରମାତ୍ମା କିନ୍ତୁ ଇଏ ମୁଁ ହେଉଛି ଶରୀର ମୋର ହେଲା ଶରୀରକୁ ସୁଖ ଦେଉଥିବା ଜିନିଷ ଏଇ ପ୍ରକାର ଅବସ୍ଥା ଡୁପ୍ଲିକେଟ୍ ବୁଝାବଣା ଯାହାଫଳରେ ଶେଷ ହେଇଯାଉଛି ସମୟ ସ୍ନେହ ପାଶି ନିବଦ୍ରାତି ଏଇଟା ଯେଉଁ ସ୍ନେହ ମୋର ବୋଲିକିରି ଯେଉଁ ଜିନିଷ ସେଇଟା ହିଁ ସ୍ନେହ ସିଏ ହିଁ ମମତା ସୃଷ୍ଟି କରିବ ସ୍ନେହ ରଜ୍ଜୁରେ ବାନ୍ଧିଦେବ ବାନ୍ଧି ହେଇଯାଉଛି ଏବଂ ଆଉ ମୁଁ ମୋର ହେଇକିରି ବୁଲୁଛି ଏଠି ଆଉ ଅକାର୍ଯ୍ୟ ସବୁ କରିକିରି ମିଛ କହିବ ମିଛ କହିବାଟା 100କୁ 100 ଗୋଟେ କିଏ ସତ କହୁନି କେମିତି ଚଳିବ ଏଇଟା ଶୁଣିଲେ ଦେଖିଲେ ଯେଉଁ କଲବଲ ଲାଗୁଛି ଛଟପଟ ଲାଗୁଛି ପ୍ରଭୁ କାହିଁକି ସଂସାରକୁ ଆସିଲି ଏଠି କ'ଣ କରିହେବ କ'ଣ ଜଣେ ମିଛ କହିପାରୁଛି ମାନେ ସେ ସବୁ କରିପାରିବ ଓ ମିଥ୍ୟା ଅଧର୍ମସ୍ୟ ପତ୍ନୀ ଅଧର୍ମର ପତ୍ନୀରେ ଅଧର୍ମ ତାକୁ ପ୍ରେମ କରେ ସ୍ନେହ କରେ ଶ୍ରଦ୍ଧା କରେ ଅଧର୍ମ ହିଁ ମିଥ୍ୟା ତେଣୁ ତାର କ୍ରୋଧ ଲୋଭ ହିଂସା ଏଗୁଡ଼ା ତା ପରିବାର ଭୟ ସେସବୁ ମୃତ୍ୟୁ ତେଣୁ ଏଗୁଡ଼ାକ ତାର ପରିବାର ହେଲେ ଏଠି କେବଳ ସମସ୍ତେ ମିଛ କହୁଛନ୍ତି ମାନେ କ'ଣ କରୁଛନ୍ତି ନା ଖାଲି ପାପ କରୁଛନ୍ତି ଏବଂ ମରୁଛନ୍ତି ଛଟପଟ ହେଇକି ପାପ କର୍ମ ମିଛ କହିବାର କାହିଁ ବଞ୍ଚିବ ସେ ବଞ୍ଚିବାର କୁହ ଯିଏ ଭଗବାନଙ୍କୁ ଉଲ୍ଟାଟା ମିଛ ହେଲା ଅଧର୍ମ ପ୍ରଭୁ ହେଲେ ସ୍ୱୟଂ ଧର୍ମ ମୂର୍ତ୍ତିମାନ ଧର୍ମ ହିଁ ପ୍ରଭୁ ଯିଏ ଧରି ରଖିକିରି ଯିଏ ଜଗତକୁ ଯିଏ ସବୁକୁ ଧରିକି ରଖିଛି ସମସ୍ତଙ୍କର ଆଶ୍ରୟ ସିଏ ହିଁ ସତ୍ୟ କ'ଣ କହିବା ତାହେଲେ ସେ ପ୍ରଭୁ ହିଁ ଧର୍ମ ସତ୍ୟ ନିତ୍ୟ ତ ଅଧର୍ମରେ ଯେଉଁ ଯିଏ ମିଛ କହୁଛି ସେ ମନ୍ଦିରକୁ ଯିବ କାହିଁକି ଗଲେ ତାର ହବ କ'ଣ ପ୍ରଭୁ ତ ଲୁଚିବେ ୟାକୁ ଜାଣିଲା କ'ଣ ହବ ସଂସାର ପରିବର୍ତ୍ତନ ହେଇଯାନ୍ତା କିଛି ହେଉନି ପାଠ ହେଲା କ'ଣ ମିଛ ଏବଂ ସତ ପରସ୍ପର ବିରୋଧ କେମିତି ଏକାଠି ରହିବ ହବ ଆଲୋକ ଅନ୍ଧାର ଏକାଠି ରହିବେ ଆଲୋକ ଆସିଲେ ତ ଅନ୍ଧାର ପଳେଇଥିବ କାଟି ଦୌଡ଼ିକି ତେଣୁ ପ୍ରଭୁ ହେଲେ ମୂର୍ତ୍ତିବାନ ଧର୍ମ ତେବେ ମୂର୍ତ୍ତିବାନ ଅଧର୍ମ ମିଥ୍ୟା ତ ଅଧର୍ମ ଆସିକି ମେଳ ହବ କ'ଣ ପ୍ରଭୁ ଚାହିଁବେ ଆମେ ତ ଚାହୁଁନୁ ମଣିଷ ହେଇକିରି ଇଚ୍ଛା ହେଉନି ମିଛ କହୁଛି ଏଇଟା କ'ଣ ମଣିଷ ଯା ଏଇଟା କାହିଁ ପ୍ରଭୁ ବି ନ କରିବେ ଓହୋ ଏଇ ତ କଥା ଛାଡ଼ ତାହେଲେ ପାଠ ହେଲା ମୁଁ ମୋର ଭାବ ନେଇ
ମନୁଷ୍ୟ ଆପଣଙ୍କ ମାୟାରେ ଯନ୍ତ୍ରିତ ହୋଇ କେବଳ ମୁଁ ଏବଂ ମୋର এই ପ୍ରକାର ଭାବନା କରି ସ୍ନେହ ପାଶରେ ବାନ୍ଧି ହେଇ ଏଠି ଯେତେ ଅକାର୍ଯ୍ୟ ସବୁ କରୁଛି, କିନ୍ତୁ ଇଦମ୍ ସର୍ବମ୍ ଜଗତ ଭବାନ, ଏ ଜଗତରେ କେବଳ ଆପଣ ଅଛନ୍ତି, ଏଠି ଜଣେ ଅଛି, ଆଉ ଯାହା ଦୃଶ୍ୟମାନ ଜଗତ ଏଗୁଡ଼ାକ ନାହିଁ। ନାହିଁ ମାନେ କାହିଁ କହୁଛନ୍ତି ନା ଅଛି, ତ ନା ଅଛି, ଅଛି କାହାକୁ କହିବା? କେବଳ ଭଗବାନ ଏଠି ଅଛନ୍ତି। ଅଛି ଶବ୍ଦର ଅର୍ଥ ହେଲା ନିତ୍ୟ ପ୍ରବୃତ୍ତ ବର୍ତ୍ତମାନ, ଆଗରୁ ଥିଲେ, ରହିଛନ୍ତି, ରହିବେ ନିର୍ଦ୍ଦିଷ୍ଟ ସ୍ଥିତିରେ। ତେଣୁ ବର୍ତ୍ତମାନ କେବଳ ଭଗବାନ। କାହିଁକି? ସେ ନିର୍ଦ୍ଦିଷ୍ଟ ସ୍ଥିତିରେ ରହୁଛନ୍ତି, ପରିବର୍ତ୍ତନ କିଛି ନାହିଁ। ପରିବର୍ତ୍ତନ ହେଉଥିଲେ ତାଙ୍କର ଅତୀତ ଭବିଷ୍ୟତ ସବୁ ଥାନ୍ତା। ଆମେ କ'ଣ ନିର୍ଦ୍ଦିଷ୍ଟ ସ୍ଥିତିରେ ଆମେ ଗୋଟେ ପ୍ରତି ସେକେଣ୍ଡରେ ବଦଳୁଛି। ତେଣୁ ଆମେ ନାହିଁ ନିର୍ଦ୍ଦିଷ୍ଟ ସ୍ଥିତିରେ ରହିଲେ ତା ନାଁ ଅଛି। ଯଦି ପ୍ରତି ମୁହୂର୍ତ୍ତରେ ବଦଳୁଛି ଆଉ ତାହେଲେ ଇଲେ ଯାହା ଅଛି ଆଉ ଟିକେ ନାହିଁ, ଆଉ ଟିକେ ଆଉ ଟିକେ ନାହିଁ, ତାର ଅଛି କୋଉଟା? ଆଉ କିଛି ତ ନାହିଁ ଭିତରେ ଖାଲି ଚାଲିଛି। ଶରୀରଟା ନାହିଁ ଭିତରେ ଗତି କରୁଛି, ନାହିଁ ଅଛି କ'ଣ? କୋଉ ଅବସ୍ଥାରେ ତୋର ଅଛି? ଟିକେ ପିଲା ହେଇଥିଲୁ, ଯୁବକ ହେଇଥିଲୁ, ସବୁ ତ ବଦଳି ସେଟା ଅଛି କ'ଣ? କିଛି ଏଠି ନାହିଁ। ତେଣୁ ତେଣୁ ଥାଇକିରି ନାହିଁ। ଏଥିରେ କିଛି ଅସୁବିଧା ନାହିଁ ବୁଝିବା, ଚମତ୍କାର ବୁଝିବା। ଏଇଟା ବୁଝିବ ଜୀର୍ଣ୍ଣ କରିଲେ ହବ, ଅନୁଭବ କରିବା ଦରକାର। ଅନୁଭବ ନହେଲେ ଏଇ ଜ୍ଞାନ ରହିପାରିବ ନାହିଁ, ଉଡ଼ିକି ପଡ଼ିବ। ତାପରେ କହୁଛନ୍ତି ଯୁବାନ୍ ନଃ ସୁତରୁ ସାକ୍ଷାତ ପ୍ରଧାନ ପୁରୁଷେଶ୍ୱର ଭୂଭାର କ୍ଷତ୍ର କ୍ଷପଣ ଅବତୀର୍ଣ୍ଣ ତଥା ଅତତଃ। ଯୁବାନ୍ ନଃ ସୁତୌ ନ, ତୁମେ ଦି ଜଣ ମୋ ପୁଅ ନୁହଁ। କିଏ? ବସୁଦେବ କହୁଛନ୍ତି। ସାକ୍ଷାତ ପ୍ରଧାନ ପୁରୁଷେଶ୍ୱର, ଆପଣ କହୁଛନ୍ତି ପ୍ରକୃତି ଏବଂ ପୁରୁଷ ଭଗବାନ। ଏସବୁ ବସୁଦେବ କୃଷ୍ଣକୁ କହୁଛନ୍ତି, କୃଷ୍ଣ ବସୁଦେବକୁ କହୁନାହାନ୍ତି। ବସୁଦେବ ସବୁ କହୁଛନ୍ତି, କୃଷ୍ଣ କହୁନାହାନ୍ତି। ସବୁ ବସୁଦେବଙ୍କର ଜ୍ଞାନ ହେଇଯାଇଛି। ମୁନି ଋଷିମାନଙ୍କ ସହିତ ମିଶିଲେ, ଯଜ୍ଞ କଲେ, ତାଙ୍କର ଜ୍ଞାନ ହେଇଛି, ସିଏ କହୁଛନ୍ତି ଭଗବାନ। ତୁମେ ମୁହୂର୍ତ୍ତ ସେ ବସୁଦେବ କହୁଛନ୍ତି। ଆଉ ଏଇଟା ସବୁ ଭଗବାନ କହୁନାହାନ୍ତି। ଜ୍ଞାନ ଏଠି ବସୁଦେବ ନିଜ ଭଗବାନ କୃଷ୍ଣ ଏବଂ ବଳରାମ ଦି ଜଣ ଆଗ ଅଛନ୍ତି, ତାଙ୍କ ଆଗରେ ଏଗୁଡ଼ା ବର୍ଣ୍ଣନା କରୁଛନ୍ତି। କହିଲେ ଯୁବାନ୍ ଆପଣ ତୁମେ ନୁହେଁ, ମୋର ପୁଅ ନୁହଁ, ତୁମେ ହେଉଛ ପ୍ରକୃତି ଏବଂ ପୁରୁଷ। ପ୍ରକୃତି ହେଉଛନ୍ତି ବଳରାମ ଅନନ୍ତ, ଆଉ ତୁମେ ପୁରୁଷ ନାରାୟଣ। ଭୂଭାର କ୍ଷତ୍ରକ୍ଷପଣ, ଭୂମି ବର୍ତ୍ତମାନ ଦୁଷ୍ଟ କ୍ଷତ୍ରିୟମାନଙ୍କ ଦ୍ୱାରା ଆକ୍ରାନ୍ତ ହୋଇଯାଇଛି। ଏଠି ଅସତ ଆଚରଣ ଯଦି କରାଗଲା ପୃଥିବୀ ଭାରାକ୍ରାନ୍ତ ହୋଇଯାନ୍ତି। ପୃଥିବୀ କେତେ ପାହାଡ଼ ପର୍ବତ ମଣିଷ ଗାଈ ଯେତିକି ହାତୀ ଘୋଡ଼ା ବଢ଼ିଲେ ପୃଥିବୀ ଭାରାକ୍ରାନ୍ତ ହେବେନି, ଓଜନ ବଢ଼ିବନି। କିନ୍ତୁ ପାପ ବଢ଼ିଗଲେ ପୃଥିବୀ ଭାରାକ୍ରାନ୍ତ ହୋଇଯାନ୍ତି। ଯାହାଫଳରେ ସେ ପାପକୁ ହଟେଇବା ପାଇଁ ଆପଣ ଅବତୀର୍ଣ୍ଣ ତଥା ଆପଣ ଅବତାର ନିଅନ୍ତି। ଅବତାର ନେଇକରି ଦୁର୍ଜନ ପରିତ୍ରାଣାୟ ସାଧୁନାଂ ବିନାଶାୟ ସୁଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। କେବଳ ଯୁଗେ ଯୁଗେ, 3 ଯୁଗରେ, କଳି ଯୁଗରେ ନାହିଁ। କଳି ସବୁ କଳି ସବୁ ଭୁଲ, କାହାକୁ ମାରିବେ କାହାକୁ ରଖିବେ। ତେଣୁ ଆପଣ ଅବତାର ନିଅନ୍ତି। ଆପଣ ଆମ ପୁଅ ନୁହେଁ, ଆପଣ ପ୍ରଧାନ ପ୍ରକୃତି ଏବଂ ପୁରୁଷ। ସୁନ୍ଦର କଥା। ତାପରେ ତତେ ଦତୁସ୍ମି ଅରଣ୍ୟଂ ଅଦ୍ୟ ପଦାରବିନ୍ଦ ମାପନ୍ନ ସଂସ୍କୃତି ଭୟା ଅହମାର୍ତ ବନ୍ଧୋ ଇତ୍ତାବତାଳ ମୂଳମିନ୍ଦ୍ରିୟ ଲାଳସେନ ମର୍ତ୍ୟା ବଦ୍ରକୁ ତୋଇ କରେଗେ ଯଦପତ୍ୟ ବୁଦ୍ଧି। ଅପତ୍ୟ ବୁଦ୍ଧି, ପରବ୍ରହ୍ମ ପ୍ରକୃତି ପୁରୁଷ ହେଲେ ମଧ୍ୟ ମୋ ବୁଦ୍ଧିଟା ହେଲେ ହୀନ ଯେ ମୁଁ ଅପତ୍ୟ ବୁଦ୍ଧି। ମୁଁ ଅପତ୍ୟରେ ପୁଅ 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 ବୋଲି ଦେଖୁଛି, ମୋତେ କ'ଣ ମିଳିବ?
ତତ୍ତେ ଗତୋସ୍ମି ଅରଣ୍ୟଂ ମଧ୍ୟ ପଦାର ବିନ୍ଦମ ଆପନ୍ନ ସଂସ୍କୃତି ହିଁ କହିବେ। ତେଣୁ ହେ ଦୀନବନ୍ଧୁ ଆପଣ ଶରଣାଗତ ବତ୍ସଳ, ମୁଁ ବର୍ତ୍ତମାନ ତୁମ ଚରଣ କମଳରେ ଶରଣ ପଶୁଛି, କାରଣ ଚରଣ ସଂସାର ଭୟ ଗତସ୍ମି ଅରଣ୍ୟଂ ମଧ୍ୟ ପଦାର ବିନ୍ଦମ, ଆପଣଙ୍କ ଚରଣାର ଅରଣ୍ୟକୁ ପଳେଇବି, ଘରଦ୍ୱାର ଗୁଡ଼ା ଦରକାର ନାହିଁ। ଘର ସଂସାର ଭିତରେ, ସଂସାର ଭିତରେ ରହିଲେ ସଂସାର କଥା ଚିନ୍ତା କରିବାକୁ ପଡ଼ିବ। ତେଣୁ ସବୁ ଛାଡ଼ି ଦେଇକି ପଳେଇବି, ଜଙ୍ଗଲରେ ବସିବି, ବସିକିରି କେବଳ ପଦାର ବିନ୍ଦମ ଆପଣଙ୍କର ପାଦ ପଦ୍ମକୁ ଧ୍ୟାନ କରିବି। ଆପନ୍ନ ସଂସ୍କୃତି ଭୟାପୋହମାର୍ତ ବନ୍ଧୁ, କାରଣ ଏ ସଂସାର ଭିତରେ ରହିକିରି ସାଂସାରିକ କର୍ମରେ ଲିପ୍ତ ରହିଲେ କ'ଣ ହେବ ନା ସଂସ୍କୃତି ଭୟ, ସଂସ୍କୃତି ଅର୍ଥାତ୍ ବାରମ୍ବାର ଜନ୍ମ ମରଣ ଚକ୍ରରେ ପଡ଼ିବି, ସେଇଟା ମୋତେ ଭୟ ଲାଗିଲାଣି। ସେଇ ତ ଏ ବୁଢ଼ା ସେଇ ଭୟ ପୁଣି ଜନ୍ମ ହେବି ଏଇଭଳିଆ ସଂସାରରେ, ଯେଉଁଠି ସତ୍ୟ ନାହିଁ, ଜଗତ ଆଗ ମିଛ ଏବଂ କ'ଣ ଏଠି କେମିତି ଚଳିବ, କେମିତି କାହା ସାଙ୍ଗରେ ମିଶିବ, ଠାକୁର କ'ଣ କରିବ, ଆଉ କେତେ ନ ମିଶିକିରି ଏକୁଟିଆ ରହିଲେ କେମିତି ରହିବ। ହଁ, ଏଇଟା ହେଲା କଥା। ତେଣୁ ଇଏ ଭୟ ଲାଗୁଛି, ସେଇଆ କହୁଛନ୍ତି ବସୁଦେବ, କହୁଛନ୍ତି ମୋତେ ଡର ମାରୁଛି ପ୍ରଭୁ, କିନ୍ତୁ ସଂସାର ଅବସ୍ଥା ଗତ ଅରଣ୍ୟ ମଧ୍ୟ ଆଜି ଡେଟ୍ରେ ଜଙ୍ଗଲକୁ ପଳେଇବି, ବର୍ତ୍ତମାନ ପଳେଇବି ଜଙ୍ଗଲକୁ, ଆଉ କିଛି ଦରକାର ନାହିଁ। ଆପଣଙ୍କ ପାଦପତ୍ରକୁ ସ୍ମରଣ କରିବି, ଏ ଘର ଭିତରେ ବସିଲେ ହେବନି। କିଏ କହୁଥିବ ନା ଆଉ କିଛି ସମୟ କରେ, ସ୍ତ୍ରୀ କହୁଥିବ ଉଲ୍ଟା ସିଟି ଏମିତି କରେ, ଆଉ ଗଲା ଏଠି କ'ଣଟେ କରିବୁ। ଏକାଗ୍ରତାରେ ବସିକିରି ଈଶ୍ୱର ଚିନ୍ତନ କରିବା, ଏ ଘର ସଂସାର ଭିତରେ ରହିଲେ ହେବନି। ପଳେଇବା, ଜଙ୍ଗଲକୁ ପଳେଇବି, କେବଳ ଆପଣଙ୍କ ଚରଣାରବିନ୍ଦକୁ ସ୍ମରଣ କରିବି। ମୋତେ ଏ ଜନ୍ମ ମରଣ ଭୟ ଲାଗିଲାଣି। ଜନ୍ମ ମରଣ ସଂସାର ଭିତରେ ରହିଲେ ଜନ୍ମ ମରଣ ଭୋଗିବାକୁ ପଡ଼ିବ। ସଂସାର ଯନ୍ତ୍ରଣାଦାୟକ, ସଂସାର କେବଳ ଦୁଃଖ। ଏ ଯେଉଁ ମନ ନୁହଁ କି, ଏଇଟା ଓଲଟା ବୁଝେ, ମନ ସବୁ ବିପରୀତ, ଓଲଟା ବୁଝେ, ଓଲଟା। ତେଣୁ ଇଏ ଦୁଃଖକୁ ସୁଖ ବୋଲିକି କଳ୍ପନା କରେ, ନା ଦୁଃଖ ଏଇ ତ ସୁଖ, କ'ଣ ଦୁଃଖ କ'ଣ କହେ, ନା ସୁଖ ଏମନ୍ତ ମନ କଳ୍ପନା କରେ ଏବଂ ସଂସାର ଭିତରେ ଲଟପଟ ହୁଏ, ଯାହାଫଳରେ ଜନ୍ମମରଣ ଭୋଗେ। ତେଣୁ ଜନ୍ମମରଣଙ୍କର ଭୟ ହେଲାଣି, ଚାଲି ଜଙ୍ଗଲ। ତେଣୁ ହେ ଆର୍ତ ବନ୍ଧୁ, ମୁଁ ଗୋଟେ ଆର୍ତ, କାରଣ ପୀଡ଼ିତ, ସଂସାର ଦୁଃଖ ଯନ୍ତ୍ରଣା, ଦୁଃଖ ଜଞ୍ଜାଳ ଭିତରେ ଯନ୍ତ୍ରଣା କହୁଛି, ପ୍ରଭୁ ମୋତେ ଉଦ୍ଧାର କର। ଇତାବତାଳମ ହଳମ ଇନ୍ଦ୍ରିୟ ଲାଳ ସେ ନମ, ଆଉ ଏ ଭିତରେ ରହିକିରି ଇନ୍ଦ୍ରିୟର ଯେଉଁ ଲାଳସା, ପ୍ରତ୍ୟେକ ଇନ୍ଦ୍ରିୟ ଅଛି, କାନ କହୁଛି ଚାଲ ସେ ଅମୁକ ଜାଗାଟି ବସିଥିବେ ପାନ ହେବ, ଆଉ ବଢ଼ିଆ ଚିଙ୍ଗୁଡ଼ି ଚପଟ ଚାଲିଥିବ, ୟା ନା ତା ନାଁରେ ଆଗରୁ ଯାଉର କଥା, ଏଗୁଡ଼ାକ ଶୁଣିବାକୁ ଭାରି ଆଗ୍ରହ। କଳିଯୁଗର ମାନବ ତ ଇସୁରେ ଚାଲେ, କିନ୍ତୁ ସେଥିରୁ କ'ଣ ହେବ, ଇନ୍ଦ୍ରିୟ ଲାଳସ। କୋଉଠି ବସିକିରି କିଏ ରୂପ ଦେଖିବାରେ ଆଗ୍ରହୀ, କିଏ କାହାକୁ ଶୁଣିବାକୁ ହୁଏ, କିଏ ଶୋଧିବା ପାଇଁ ଆଗ୍ରହୀ, ମଦ ପକାଇଦେବ, କାହାକୁ ପିଟିବା ଶୋଧିବା ହେଇଥିବ ଗୋଟେ। ତେଣୁ ଯେତେ ଖରାପ କାମ ସବୁ ବର୍ତ୍ତମାନ କଳିଯୁଗ ହେତୁରୁ ଚରିତ୍ର ବଦଳି ଯାଇଛି ଏବଂ ଦୁଷ୍କର୍ମ କରିବାରେ ସମସ୍ତେ ବ୍ୟସ୍ତ। ଏତାବତାଳ ଇନ୍ଦ୍ରିୟ ଲାଳସେନ ମର୍ତ୍ୟାତ୍ମଦୃକ୍, ମର୍ତ୍ୟ ମାନେ ମଲା ଲୋକ, ଯେଉଁଠିକି ଏଇଟା ମର୍ତ୍ୟ ଲୋକ ମାନେ ମରିବା ଲୋକ, ଏଠି ଯିଏ ଆସିବ ସିଏ ଯିବ, ଯିବା ପାଇଁ ଆସିଛି କେବଳ। ତେଣୁ ଏ ମର୍ତ୍ୟ ଲୋକରେ ଆତ୍ମଦୃକ୍, ଏଠି ଆତ୍ମାକୁ ଦେଖୁଛି କିଏ, ଆତ୍ମଚିନ୍ତନ କରିବା ଲୋକ ମୋଟେ ନାହାନ୍ତି, କେବଳ ମୃତ୍ୟୁ ମରିବା ପାଇଁ ଛଟପଟ ହେଇକି ଦୌଡ଼ୁଛନ୍ତି, ମରିବା ବି ଦୌଡ଼ୁଛନ୍ତି। ଗୋଟେ ଆଗରୁ ସବୁରୁ କର୍ମ କରି କେମିତି ବେଗେ ମରିବା, ମଲା ପରେ ଆଉ ଥରେ ଗର୍ଭଧାରଣ ଭିତରେ ରହିବା ଦୁଃଖ, ବାହାରକୁ ଆସିବା ଦୁଃଖ, ମରିବ କାମ କରିକି ମଲା, ଦୁଶ୍ଚିନ୍ତା ସବୁ ଖାଇଯିବରେ ବାପା, ତଥାପି କିଛି ବୁଝିବାର ନାହିଁ। ଏ ଦୁଃଖକୁ ସୁଖ ବୋଲି ଭାବିକି ସନ୍ଧ୍ୟାରେ ଦୌଡ଼ୁଛନ୍ତି। ଆଉ ମଲା ଲୋକ ଗୁଡ଼ାକ ଆତ୍ମଦର୍ଶନ କରିବା ବ୍ୟବସ୍ଥା ତାଙ୍କ ପାଖରେ ନାହିଁ। ଚୋଇ ପରେ ଜନପତ୍ୟ ବୁଦ୍ଧି। ତେଣୁ ମୋର ମଧ୍ୟ ଆତ୍ମଜ୍ଞାନ ନାହିଁ। ମୁଁ ଆପଣ ହେଉଛନ୍ତି ସ୍ୱୟଂ ଭଗବାନ, ହେଲେ ମୁଁ ତୁମକୁ
ପୁତ୍ର ବୁଦ୍ଧିରେ ଦେଖୁଛିରେ ମୋ ବୁଦ୍ଧି ହଜିଯାଇଛି ମଧ୍ୟ ପଳେଇବା ଜଗତ ବୋଲି କହିଲେ। ତାପରେ କହୁଛନ୍ତି ସୁତାଗୃହେ ନନୁ ଜଗାଦ ଭବାନ ଅଜୁନୌ ସଂଯଜ୍ଞ ଇତ୍ୟନୁଯୁଗମ୍ ନିଜ ଧର୍ମ ଗୁପ୍ତି नाना तनुंगर गगनवत विदधत छहासी को वेद भुवन उरुगाय विभूति माया कहले सुक्ति गृहे ननु जगाद भवान न जुनौ हे प्रभु तुम्हें सुक्ति गृह ने इंतुलिशा सुतिका गृह कहले जन्महासर इंतुड़ी जहाँ लगे से सेकासी करिया तेणु से भूल जिन धुआं हम से भूल सीखी ना अग्नि शिखाटा भूल नुह सुति गृहे माने जो जन्म होता सुतिका गृह कहले सुति गृहे ननु जगाद भवान अजूनौ आपण मते कहिथिले संयज्ञ इत्यनुयुगम निज धर्म मुक्ति मोर निजर उचित धर्म मर्यादा रक्षा करने निमंते मु प्रत्येक जुगरे तुम दुही अवतार ग्रहण कर सुतिका गृह मत कही आविर्भाव है क्षणी शंखचक्र गदा पद्म धरिकी पिला चतुर्भुज पीतवसन घनश्याम किरीट कुंडल सब लगी कि चमत्कार रूप से प्रकार अवस्था मत कहले कौन कही मो जगाद भगवान अज आप अज जन्म हबार नहीं जन्म होता कौन टे प्रश्न जन्म कहनी अज नौ संयज्ञ इति अनुयुगम निज धर्म मुक्ति मु बर्तमान प्रत्येक जुगर अवतार दिए आविर्भाव हुए कहीं धर्म को सुरक्षित करने धर्म हानि हो जाए लोक चरित्र बदली जाए लोक व्यवहार बदली जाए तेणु मु जन्म हो शिक्षा दिए ये प्रकार चाल बोली जगत को जी कर जगत केमी चलो ता विधान भी सी कर आईन संविधान ये मानुष कि प्रभु अवतार नहीं दिनचर्या लिखाई रही कौन सी करती केतबेले उठती केमी केमी कौन कर्म करती ता लिखाई रही कहीं सी लिखाई ना आम जाणिक कार्य करवा संपूर्ण बदलीगला माने आमे पिला दिन देखुलु जहाँ बर्तमान ओह कितने क्षिप्र गति सब बदलुची ओ भोर समस्ते उठुले माने 5-10 जन मेल होकर 3टा रात गाधे गाधे कर घर द्वारा परिष्कार चलना कम आ समस्ते भी सजा त्याग कर पकाउले तेरे जिन सब गला कड़े कि ना सीटा ही ठीक नियम प्रभु का आईनटा ताहा कि गला कड़े लेट्रे शोवा कहीं 9टा शो न असुविधा कौन राति रात विश्राम पाई दिन कम कर 9टा शो पड़ो असुविधा कहीं शो भोर उठ शो 12टा गोटे उठ कहीं उठ गोटे शोवा दरकार कौन था तापूर्व कहीं अभ्यास कर शोनी ये तो कथा हेनी तेणु ये संसार परिवर्तन तो होगा हम कौन थिला जहाँ बदल चलती परिवर्तन आउटू आसो कड़े जार अधोपतन होगा से पाद खसीगला खसला बदलबार ना सहज नुह तेणु ये बर्तमान सामाजिक श्रृंखला भूस्खलन है भाया पतन आड़क गला उठी पार कारण जन समुदाय से विशृंखला भर पशिगले क्वचित किए गाँ जड़े रही कौन करेंगे भगवान अवतार नहीं शिक्षा दे कलिजुगर अवतार ना तेरे सुंदर कथा तेणु सुतिका गृह मत आप जे मु जुग को जुग केवल धर्म रक्षा अवतार निए नाना नाना तनुंगर
ଗଗନବତ୍ ବିଦଧ ଜହାସି ଅନେକ ତନୁ କ'ଣ ମୁଁ ରହିଛି ସେ କଇଁଛ ମାଛ ନୃସିଂହ ବାମନ ସବୁ ତ ଆଉ ହୟଗ୍ରୀବ ଘୋଡ଼ା ତ ସବୁ ଯେତେବେଳେ ଗୋଟେ ଆବଶ୍ୟକ ପଡ଼ିଲା ସେ ରୂପ ମୁଁ ନେଇଯାଏ ନେଇକିରି ଉଦ୍ଧାର ସଂସାରକୁ ରକ୍ଷା କରେ କୋ ବେଦ ମୃଗାୟ ବିଭୂତି ମାୟା ମୋର ବିଭୂତିକି ଏବଂ ମୋ ମାୟାକୁ ବୁଝିବାର ଶକ୍ତି କାହାର ଅଛି କି ଜାଣିକିରି ଜାଣିପାରିବନି ବି ଜାଣିପାରିବନି এই প্রকার মোর মায়া বা বিভূতি সবু মোর বিভূতি জনে বৈজ্ঞানিক যদি গবেষণা করা শক্তি সেটা সে তার নাম বিভূতি জনে জ্ঞানর ঊর্ধ্বକୁ চালছি সেটা কিଏ বଳରେ সর্বশ্রেষ্ঠ হয়েছে সেটা ସବୁଗୁଡ଼ା ତ ମୁଁ ଆଉ ତୁ କିଏ ସେ କିଛି କିଏ କରୁନି ଏଠି ଯାହା ହେଉଛି ସବୁ ମୁଁ ତେଣୁ ସେଇଟା ହେଲା ମୋର ବିଭୂତି ତେଣୁ ମୋ ବିଭୂତିକି ବା ମୋ ମାୟାକୁ ବିଭୂତିକି ବି କିଏ ବଳ ଅଧିକାର ମୋ ବଳ ମୁଁ ସବୁ କରୁଛି ନା ତେଣୁ ମୋ ବିଭୂତିକି ବା ମୋ ମାୟାକୁ କେହି ବୁଝିବାର ପ୍ରଶ୍ନ ନାହିଁ ବୁଝିପାରିବ ନାହିଁ ଏଟା ଭଗବାନ କହିଲେ ଆଉ ଅସୁବିଧା କ'ଣ ଅଛି ଆଉ ବୁଝିବ କି ସେ କାହିଁକି ଚଳିଯିବ ସେ ଆଇନ ଶୃଙ୍ଖଳା କିଛି ନାହିଁ ଆଉ ଇଏ ତ ଆଇନ ଫାଇନ ଆମର ଛାଡ଼ ଆମର ଯେଉଁ ବ୍ୟକ୍ତିଗତ ଯେଉଁ ଶୃଙ୍ଖଳା ବ୍ୟକ୍ତି ପ୍ରତ୍ୟେକ ବ୍ୟକ୍ତି ଚଳିବାର ଯେଉଁ ଶୃଙ୍ଖଳା ସେଇଟାର ମଧ୍ୟ ସମ୍ପୂର୍ଣ୍ଣ ଅଧୋପତନ ହେଇଗଲାଣି ସେଗୁଡ଼ାକ ଆଦୌ ଆଉ ବଦଳିବନି ତାର ସେ ବଦଳିକି ଇଏ ହେଇଛି ଆଉ ଶୃଙ୍ଖଳା ଭିତରୁ ବଦଳିକି ବି ଶୃଙ୍ଖଳା ଆଡ଼କୁ ଗଲା ହାରି ତେଣୁ ଆଉ ହବନି ଆଉ ଏଇ କଥା ବାରମ୍ବାର ଅବତାର ନେଇକି କରେ ବୋଲି ପ୍ରଭୁ କହିଦେଲେ ତାପରେ ସୁଖ ଭାଷ ଏଇ କଥା ସବୁଗୁଡ଼ାକ ଏଇଟା ପ୍ରଭୁ କହିଲେ ନା ପ୍ରଭୁ ସେଇ ବସୁଦେବ କହୁଛନ୍ତି ଯେ ତୁମେ ମୋତେ ସୂତିକା ଗୃହରେ ଏମିତି କହିଥିଲ ଆଉ ତାପରେ ଶ୍ରୀ ସୁଖ ଭାଷ ଆକର୍ଣ୍ୟ ଇଥମ ପିତୁ ବାକ୍ୟମ ଭଗବାନ ସାତ୍ୱତର ସ୍ୱଭାବ ପ୍ରତ୍ୟାହ ପ୍ରଶ୍ରୟ ନମ୍ର ପ୍ରହସନ ଶ୍ଳକ୍ଷ୍ମୟା ଗିରା ଏଠି ଟିକେ ମାୟା କରିଦେଲା ବସୁଦେବ ଭାଇ ଆଉ କ'ଣ କହିଲେ ଆକର୍ଣ୍ଣ ଇଥମ ପିତୁ ବାକ୍ୟମ এই ପ୍ରକାର ନିଜର ପିତା ବସୁଦେବଙ୍କ କଥା ଶୁଣି ଭଗବାନ ଯଦୁନନ୍ଦନ ପ୍ରତ୍ୟାହ ପ୍ରଶ୍ରୟା ନମ୍ର ସେ ନମ୍ର ହେଇଗଲେ ବିନୀତ ହେଇଗଲେ ପ୍ରହସନ ଟିକେ ହସି ଦେଇକିରି ଅମୃତମୟ କଥା କହିବାକୁ ଆରମ୍ଭ କରିଦେଲେ ଭଗବାନଙ୍କୁ ବାଚ କ'ଣ କହିଲେ ବସୁଦେବଙ୍କୁ ବଚୋଃ ସମବେତାର୍ଥଂ ତାତ ଏତତ୍ ଉପମନ୍ମହେ ଜନ୍ନଃ ପୁତ୍ରାନ୍ ସମୁଦ୍ଦିଶ୍ୟ ତତ୍ତ୍ୱଗ୍ରାମ ଉଦ୍ଧାହୁତ ଇଏ କ'ଣ ବୁଝେଇଲେ ତୁମେ ସେ କହୁଛନ୍ତି ତୁମେ ପ୍ରକୃତି ପୁରୁଷ ପ୍ରଭୁ ଲେଖିଦେଲେ ତାଙ୍କୁ ଯେ ବଚୋଃ ସମବେତାର୍ଥଂ ତୁମେ ଗୋଟେ ସାମୂହିକ କଥା କହିଲ ଆଉ ସେମିତି ସମସ୍ତେ ସବୁ ଭିତରେ ତ ଭଗବାନ ଅଛନ୍ତି ନା ତେଣୁ ସମସ୍ତେ ଭଗବାନ ଏଇଥିରେ କିଛି ଅସୁବିଧା ନାହିଁ ସବୁ ତ ଭଗବାନଙ୍କ ଅବତାର ଏ ପ୍ରକାର ଆଉ ତୁମେ এই প্রকার সব কহিল ভগবান সাত বলে তাত্ত্ব এতৎ উপায়ন ହୁଏ ମୁଁ ଏଥିରୁ ବୁଝିଲି ଯାହା ଆପଣ କହିଲେ ଭଗବାନ ଆଉ ଭଗବାନ ତ ସମସ୍ତେ ଆଉ ପ୍ରତ୍ୟେକ ଭିତରେ ପ୍ରଭୁ ସତ୍ତା ଅଛି ତ ଜଣେ ଅଛି ଆଉ କେହି ନାହାନ୍ତି ଆଉ ଠିକ କହିଲେ ତୁମେ ନାଇଁ ଜନ୍ମ ପୁତ୍ରାନ୍ ସବୁ ଦିଶ୍ୟ ନହ ପୁତ୍ରାନ୍ ଆମେ ଆପଣଙ୍କର ପୁଅ ତେଣୁ ଆମକୁ ଲକ୍ଷ୍ୟ କରିକିରି ये जो अनेक कथा आप कहले ज्ञान एगुड़ा ये सब ठीक समस्त भर प्रभु सत्ता अच्छी समस्त प्रभुकर अवतार किसी भूल नहीं तेणु तत्वग्राम उदाहृत एगुड़ा सब तत्व ग्राम मान समूह तत्व तत्व तत् हरि ओम तत्सत तत् ब्रह्म तत्सदर्थ ब्रह्म हरि ओम तत् सत्य चार्टाक ब्रह्मवाचक शब्द तेणु तत्टा तुम तू ही ब्रह्म ये कथा आप कहले ठीक जहाँ कहे सब ठीक आपको जो भगवान बोली कहले आमको भी कौन गोटे कहले भगवान कहे सी है समस्ते तो भगवान तो सब अवतार आम आप पुओ ना
या भगवान कहते आम पुआ आपंकर जत जन्न पुत्रान समुद्दिश्य आम आप पुआ तो तेणु आमको उपदेश दे ब्रह्म ज्ञान ठीक सब ठीक सब ठीक असुविधा नहीं अहम जूयम असौ आर्य इमे द्वारकूकषः सर्वे अपि एवं जदुश्रेष्ठ विमृश्याः सचराचरम मु जूयम तुम माने असौ बड़ भाई बलराम जी असौ आर्य बड़ भाई सम्मान दी कहते आर्य ये मान्य आर्य आम ज्येष्ठ भ्राता इमे द्वारकावासी समस्ते ये सब सर्वे अपि जगत समस्ते मध्य एवं जदुश्रेष्ठ विमृश्या सचराचरण ये सचराचर जगतटा समस्ते सचराचर जगतटा सब ब्रह्ममय एवं सब भगवान अवतार सब सब अवतार सब भर तो प्रभु अच्छा सी सब अवतार तेणु आमको प्रभु बोली कहले असुविधा कौन सब गोटे समस्त तो से प्रभु तेणु आमको प्रभु कहले भल किसी असुविधा नहीं समस्ते प्रभु पढ़ेगा पाठ बोली कह आत्मा ही एक स्वयं ज्योति नित्य अन्य निर्गुण गुणै आत्मसृष्टि तत्कृतेषु भूतेषु बहुधा ईयते पढ़ेले पाठ बोले आत्मा ही एक आत्मा दुई न परमात्मा जो जिन से गोटे ना एको ब्रह्म द्वितीय नास्ति ब्रह्म पदार्थ जड़े आउ जड़े सेमती हमार नहीं एको ब्रह्म सी अज सी आश्रय समस्ते आश्रित सी जड़े भाया कहीं नहीं कि अधिका किए हबार नहीं सी ही जड़े आउ जे सब अन्य जिनस सब से माइक ये प्रभु एक केवल अच्छा आत्मा आत्मा ही एक स्वयं ज्योति अन्य मानकर ज्योति अग्नि पाखे अच्छी सूर्य पाखे अच्छी ग्रह नक्षत्र तारका चंद्र समस्त पाखे ज्योति अच्छी कि ज्योतिटा प्रभुंकर किंतु प्रभु स्वयं ज्योति प्रभु पाखे जो स्वतंत्र प्रकाश अच्छे तांकरी प्रकाश द्वारा समस्त सी प्रकाश को नहीं समस्त प्रकाशित होती ज्योतिटा केवल स्वयं ज्योति नित्य से नित्य थिले रही केवल जड़े ही अच्छा कहीं नहांती एक थिले बहुत ही खेल देखा मु मत चिन्ह पार्थ कि नहीं देखी निजे प्रत्येक जीवजंतु सृष्टि कर पशि जाइए मजा देखुं देखे कि सटपट हो लोकटारे तथा मत डाकुरे उद्धार हो जाता ये कथा कर प्रभु दुख कर मनुष्य बुझुनी मनुष्य पागल भाया संसार भर दौड़ी ता भर मिठा अच्छी नहीं कि सर्वे ताले ये होती स्वयं ज्योति नित्य वस्तु परिवर्तन नहीं निर्दिष्ट स्थित सदा रोचते नित्य अन्य मान संसार ठारू अन्य माने भिन्न ये आत्मा ये संसार है अनात्मा परस्पर विरोध निर्गुण संसारटा कहले तीन गुणर प्रवाह स्रोत गोटे नईटार नई जी सुखिला पत्र काटी कुटा बासिक पड़ाए ये तीन गुणर स्रोत ये जगत भाषुची आज आज डेट रेले ये आसिक बसिक भागवत कह खाई अच्छी दौड़ी पड़े बुढ़ा कहीं टाइम समय समय स्रोत सबू कराए जी जहाँ जो सब टाइम करोगे सी गुण 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 टाइम समय और गुण 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 तो कर्म गुण ही कर्म कर नान्य गुणेभ्य कर्तारम किंचित अस्ति धनंजय पहले हे धनंजय गीता कौन कहना कि पाठ सब हे धनंजय
गुणेभ्यः अन्यं कर्तारं न अस्ति गुण भिन्न इति कर्ता किए ही नुहे रे तथापि मनुष्य कौच मु कली है गुण कौच काम तू किए रे तू बड़ा आत्मा तू कौन कौच काम गुण ए सब जिनस ये बुझिबार नहीं कि होउनी कि हम आत्मा आत्मा ये किसी करतनी से साक्षी स्वरूप रहउनी आ गुण गुड़ाक इंद्रिय को नहीं कर्म करुसी गुण जार जा गुण तो अंतर से कर्म कर चलो तेणु आप किंतु गुणातीत निर गुण पुणी गुणे ही गुणातीत हेले मध्य ये परस्पर या ना विरोधाभास अलंकार याडे गुण नहीं याडे गुण अच्छी तीन गुण ऊर्ध्वे जोटा कि माइक जिनस माया रखे ना किंतु सब सद्गुण आधार दया दाक्षिण्य तितिक्षा सहिष्णु भक्त वत्सल सब आश्रयदाता ये सब आप अनेक गुण अच्छी आत्मसृष्टि तत्कृतेषु भूतेषु आत्मसृष्टि तुम्हें निजे तैयारी करथिबा भूतेषु पंच महाभूत जो फल सब होई 84 लक्ष जातिर जीव ता भीतर निजे पसि जाइछन्ती भूतेषु बहुधा यते ता भीतर सब पसि जाइकरी आपण एक हेइथिले मध्य बहुधा अनेक ही जाउछन्ती एक ओहम बहुश्यांग टिके टिके कथा ये सब पदे पदे युड़ाक उपनिषद वाक्य सब श्लोक नुई पदे पदे आत्मा वै पुत्र नावासी एकोहम बहुश्यांग ये सब पद सब सी श्लोक तेरे एमती आई बहु बहुधा आपण एक किंतु प्रत्येक पांच भौतिक त्रिगुणात्मिक जो रूप नाम रूप धरिक जगत होती भर आप रही अनेक ही खम वायु ज्योति आप भू तत्कृतेषु यथाश्रय आविस्तिरु अल्प भुवर जे को नानात्म जात्यसोमपि भूमिराप नलो वायु खं मनो बुद्धि अहंकार भिन्न प्रकृति रस्तदा गीता कहते कहे खम आठुटा अपरा प्रकृति अपरा प्रकृति है जे कृष्ण प्रकृति गुड़ाक आठुटा पांच भूत पृथ्वी जल तेज वायु आकाश मन बुद्धि अहंकार तीन ये आठ है अपरा प्रकृति ना अनात्म वस्तु तापर आत्मवस्तु आप खग मान आकाश वायु ज्योति से पृथ्वी जल तेज वायु आकाश भू पंचरा कथा कहला तत्कृतेषु ये पांच भूत भितर करा जेते 84 लक्ष विभिन्न रूप 84 लक्ष नाम रूप रही से गोटे गोटे नाम रूप को नहीं कोटि कोटि अच्छा ये सब गुड़ा कौन हो पांच भूत पृथ्वी जल वायु आकाश एवं आपण हेले आश्रय ता भीतर आपण रही प्रत्येक भीतर आपण रही किंतु आपण आश्रय ये शरीर को आश्रय कर आप रही यहाँ देखिए कहीदेव ना आपण आश्रय शरीर आश्रित आश्रय आपण को आश्रय कर शरीर रही शरीर भीतर आप रही तेणु शरीर को आश्रय कर आप रही कथा देखिए लोक ठोठा कि कह असुविधा नहीं कि सब उल्टाटा आपण ही आश्रय आपण थिबार भी शरीर अच्छी आपण नथिले शरीर रही परिबो नहीं शरीर आश्रय आपण शरीर को शरीर आपण को आश्रय रही आपण को आश्रय ना रही प्रभु चलीगला बाटी तार पूर्व स्थिति की से फेरी पृथ्वी जल तेज वायु आकाश से भी कहुए पंचत्व प्राप्ति है माने 5 जिनस तैयारी
ସେ ପାଞ୍ଚ ଜିନିଷରେ ମିଶିବ ହେଲା ତା ନା ପଞ୍ଚତ୍ଵ ପ୍ରାପ୍ତି। ମରିଯିବାଟାକୁ ପଞ୍ଚତ୍ଵ ପ୍ରାପ୍ତି କୁହାଯାଏ। ତାପରେ ଆବିସ୍ଥିରୁ ଅଳ୍ପ ଭୁଆରି ଏକା नानात्म जाति असर्वपि भूरी एक नानात्म आपण एक जो अनेक भूत भितर पांच भूत को लेकिन जो अनेक खोल या नाम रूप को लेकिन गोटे या 84 लक्ष जीव ता भितर आपण रही जाइकरी नानात्म जाति अनेक हो जाती आप एक छाड़ श्री सुखवाच एवं भगवता राजन वसुदेव उदाहृतम ये प्रकार इटा किसीटा भगवान कहले 4टा श्लोक तापर वसुदेव तो बहुत कथा कहते सुखदेव कहले एवं भगवता राजन वसुदेव उदाहृतम ये प्रकार भगवान को द्वारा भगवान वसुदेव कहले भगवान द्वारा वसुदेव कहले मैंने भगवान वसुदेव कहले ठीक अच्छे तुम्हें जहाँ कहल कि भूल हुई ये तो जड़े अच्छी कहीं ना आ समस्ते किंतु से प्रभुकर अवतार कहीं प्रत्येक भर प्रभु थी सी अच्छी प्रभु ही प्रत्येक सब अवतार तेणु तुम्हें जो समस्त भगवान बोली कह असुविधा किसी ना आमको भगवान बोली कहल ना पुओ आपर भगवान कहले हम पढ़ेले पाठ उदाहृतम श्रुत्वा विनष्ट नानाधि तुष्णी प्रीतमना अभूत वसुदेव को जो भगवान कहीदे जे एक ब्रह्म पदार्थ किंतु सी अनेक हो जाती जो पांच भौतिक नाम रूप को धरिकी जो फल सब होनी कि ता भितर प्रभु एक किंतु नाम रूप को लेकर अनेक फल या प्रभु पशि सी अनेक हो जाती कोह बहुश्या ये पदक कहला उपनिषद बाणी एत कथा कि कहुई धाड़ी लिखाई सर्टकट ये कथा शुणिक कौन है श्रुत्वा जो वसुदेव शुणिदे विनष्ट नानाधि जो नानाधि तो भूल अनेक बुद्धि जगत अनेक जिन सब नहीं सब एक देख अनेक नुह जुआड़े देख सब कृष्णमय देख इटा गच गच नुह या भर कृष्ण अच्छा छाप नुह या भर कृष्ण तेणु प्रत्येक कृष्णमय देख तेणु वसुदेव एक बुद्धि ना पर्यंत मुक्तिर बाट फिटो ना तेणु ये कथा मुहर शुणी भगवान को मुखर वसुदेव विनष्ट नानाधि जो संसार बुद्धि थला नाना तो है संसार अनेक 84 लक्ष जीवजंतु सब ये अच्छा सब बुद्धि ये बुद्धि नष्ट होगा तुष्णी प्रीतमना से खुशी ये चुपचाप रही अथ तत्र कुरुश्रेष्ठ देवकी सर्वदेवता श्रुत्वा आनितम गुरो पुत्रम आत्मजाभ्या शुचिस्मिता देवकी शिखले वसुदेव ज्ञान दरकार था से ज्ञान पाइले देवकी शुणिले अथ तत्र कुरुश्रेष्ठ सुखदेव कहते हे कुरुश्रेष्ठ कुरुवंशर दायाद परीक्षित महाराज देवकी सर्वदेवता देवकी होती कृष्णकर देवकी सीधे थे श्रीकृष्ण बलराम से गुरुंकर पुओ को आगे फेर दे गुरु दक्षिणा मागिले माँ निर्देश कहते पुओटा को माग ये साधारण मनुष्य नुह पुओ माग सी दिखु दक्षिणा कहते दक्षिणा पुओ माग तेणु गुरु शांति पन्नी कहले बापा मो पुओटा कड़े पलैला
ସମୁଦ୍ର କୂଳରେ ଗାଧଉଥିଲା ଆଉ ଚାଲିଲା ଆଉ ମୋତେ ସେଠିକି ଫେରେଇ ଦିଅନ୍ତୁ ଆପଣ କରିପାରିବେ। ହଉ ଚାଲିଲେ ଆଣିକି ଦେଲେ ମଧ୍ୟ। ତେଣୁ ମା କ'ଣ କଲେ ଗୁରୁ ପୁତ୍ର ତମେ ଆଣିଛ ମା ଜାଣି ଦେଇଥିଲେ। ତେଣୁ ମୋ ପୁଅ ଗୁଡ଼ାକ ଦଉନ ଆଣିକିରି କେତେ ଗୁରୁପୁତ୍ର ଆଣିକି ଦେଇଦେଲ ତ ଆଉ ମୁଁ କ'ଣ ଗୁରୁଙ୍କଠୁ କମ୍ ଆଉ ମୋର 6ଟା ପୁଅ ମରୁଛନ୍ତି ଆଉ ତାକୁ ଟିକେ ମୁଁ ଦେଖିବି ଆଣ ବତେଇଲେ। କୃଷ୍ଣ ରାମୁ ସମାଶ୍ରଭ୍ୟ ପୁତ୍ରାନ୍ କଂସ ବିହିଂସିତାନ୍ ସ୍ମରନ୍ତି କୃପଣଂ ପ୍ରାହ ବୈକ୍ଳବ୍ୟ ଅଶ୍ରୁଲୋଚନା। ପୁଅ ଯାହାର ମରିଯାଇଛି ତା ଚିନ୍ତା ତ ସଦା ରହିବ, ସେ ସଦା ସର୍ବଦା ତାକୁ ଚିନ୍ତା କରୁଥିବ। ତେଣୁ ଇଏ ମା 6ଟା ପିଲା ମରିଯାଇଛନ୍ତି ନା କଂସ ଦ୍ୱାରା ସମାଶ୍ରଭ୍ୟ ପୁତ୍ରାନ୍ କଂସ ବିହିଂସିତାନ୍, କଂସ ତାଙ୍କୁ ହିଂସା କରିକିରି ବଧ କରିଦେଇଛି। ତେଣୁ ରାମକୃଷ୍ଣ ସମାଶ୍ରଭ୍ୟ ରାମକୃଷ୍ଣ ଦେହକୁ ଶୁଣେଇଲା ଭଳିଆ କହିଲେ ଦେଖ କଂସ ବର୍ତ୍ତମାନ 6ଟା ପିଲାକୁ ମୋର ମାରି ପକେଇଛି। ତେଣୁ ମୋ ମାଆଟା କେମିତି ସମ୍ଭାଳିବି କହିକି ଧାର ଲୋହ ହୋଇଗଲା ଏବଂ ଆଣକୁ ଦେବକୀ ଉବାଚ ଏମିତି କହିକି କହୁଛନ୍ତି। କ'ଣ କହିଲେ ଦେଖିବା ବୋଲେ ରାମ 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 ପ୍ରମେୟାତ୍ମର କୃଷ୍ଣ ଯୋଗେଶ୍ୱରେଶ୍ୱର ବେଦାହମ ବାଙ୍ଗ ବିଶ୍ୱସୃଜାଙ୍ଗ ଈଶ୍ୱର ଆଦି ପୁରୁଷ। ସେ କହିଲେ ପ୍ରକୃତି ପୁରୁଷ ବସୁଦେବ, ଦେବକୀ କହୁଛନ୍ତି ତୁମେ ହେଲେ ଆଦି ପୁରୁଷ ସ୍ୱୟଂ ପ୍ରଭୁ। ରାମ ରାମ ପ୍ରମେୟାତ୍ମ ଅପ୍ରମେୟାତ୍ମା, ये सर्वात्मा, ये विश्वात्मा ना परमात्मा। राम तुम्हें हेल परमात्मा, कृष्ण हेले जोगेश्वर मानकर ईश्वर। जोगेश्वर माने जहाँ को ईश्वर भाव हृदय ध्यान कर सदा सर्वदा सी हेले कृष्ण। एका जिन दिजा तुम्हें भगवान वेद हम बांग तुम दिज को ठीक मुझे तुम्हें दिजा स्वयं प्रभु विश्व सृजांग ईश्वर। विश्व सृष्टि कर ब्रह्मा मालिक तुम्हें तुम नारी कौन पद्म बाहर ब्रह्मा बाहर। तेणु विश्व माने ब्रह्मा, ब्रह्मांकर स्रष्टा तुम्हें, तुम्हें आदि पुरुष, तुम्हें अजन्मा, तुमको आश्रय कर जगत रही। मुझे कथा ठीक जानी मत पाठ पढ़ाइले हम। तेणु कौन करवा ना काल विध्वस्त सत्वा नहीं राज्ञान उच्छास्त्रवर्ती नहीं भूमे भारायमाना नहीं अवतीर्ण किल पद्य में कहले काल विध्वस्त सत्वा नहीं कालर प्रवाह महाकाल प्रवाह समय प्रवाह आपणकर गति प्रभुंर गतिटा हूँ महाकाल प्रवाह। तेणु से काल प्रवाह राज्ञा उत्सात्रवर्ती नहीं रजा गुड़ाक शास्त्र मार्ग देकर गले ना शास्त्र मार्ग विच्युत हो अपथरे गले सत्पथ छाड़ीदे। सत शास्त्र सब लिखाई कमी कौन चलो छुआ छाड़ी देकर प्रजापीड़ कहले प्रजा को टका पैसा नवा लगाई ध्वंस कले। तेणु उत्पथगामी हवा फल आपण भूमि है भारायमान पृथ्वी भाराक्रांत ओजनिया है ताकू दूर करने आपण दिज अवतार नहीं कथा आंबे जानी अच्छु देवकी कहते अंशांश भागे केतुटा सरे बापा जस्यांश अंश अंशांश जस्या सांश भागेन पहुँचाण दात भांगी चारिटा सहित अच्छी विश्वोत्पत्ति लयोदय भवन्ति किल विश्वात्मन त्वाद्य अहम गति गता।
କହିଲେ ଆପଣଙ୍କର ଅଂଶର ଅଂଶର ଅଂଶ। ଆଉ ଆପଣ ହେଲେ ପ୍ରକୃତି କିଏ ବଳରାମ, ପୁରୁଷ ହେଲେ ପ୍ରଭୁ, ତାଙ୍କର ନାଭିପଦରୁ ବାହାରିଲେ ବ୍ରହ୍ମା, ଆପଣଙ୍କର ଅଂଶ ଅଂଶର ଅଂଶ, ସେଠି ତିନିଟା କୁହାଯାଇଛି। ଆଉ ବଳରାମ ହେଲେ ଅନନ୍ତ, ତାଙ୍କ ଭିତରେ ସେ ପ୍ରଭୁ ରହିଲେ, ତାଙ୍କର ଅଂଶ ପ୍ରଭୁ, ପ୍ରଭୁଙ୍କର ଅଂଶ ବ୍ରହ୍ମା, ଏମିତି ତେଣୁ ଅଂଶ 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 ତିନିଟା କୁହାଗଲା, ଅଂଶାଂଶାଂଶ। ଆପଣଙ୍କର ଅଂଶର ଅଂଶର ଅଂଶ ବ୍ରହ୍ମା, ସିଏ ହିଁ ସୃଷ୍ଟି ସ୍ଥିତି ବିନାଶ ସବୁ କରି ପକାଉଛନ୍ତି। ତେଣୁ ଆପଣ କ'ଣ ନ କରିପାରିବେ? ଯିଏ ସୃଷ୍ଟି ସ୍ଥିତି ବିନାଶ କରାଇବାର ପ୍ରଭୁଙ୍କୁ ସୃଷ୍ଟି କରୁଛନ୍ତି, ସିଏ ହେଲେ ଆପଣ। ଭବନ୍ତି କିଳ ବିଶ୍ୱାତ୍ମ, ଆପଣ ହେଉଛି ବିଶ୍ୱାତ୍ମା, ସବୁ ଭିତରେ ଆପଣ ଅଛନ୍ତି, ଆପଣ ଜଳ ସମସ୍ତେ ଅଛନ୍ତି। ତ୍ୱଂ ତୁ ଅଦ୍ୟ ଅହଂ ଗତି ଗତା, ତୁମେ ହିଁ ମୋର ଗତି ମୁକ୍ତିଦାତା ହିସାବରେ ଅବତାର ନେଇଛ, ମୋ ଘରେ ମୁଁ ଅବତାର ନେଇଛ। ଆଉ ଚିରାତ୍ ମୃତ ସୂତା ଦାନେ ଗୁରୁଣାଙ୍ଗା କାଳଚୋଦିତ ଆନିନ୍ୟଥୁ ପିତୃସ୍ଥାନାତ୍ ଗୁରବେ ଗୁରୁ ଦକ୍ଷିଣା, ଗୁରୁଙ୍କୁ ଦକ୍ଷିଣା ଦେବା ପାଇଁ ଆନିନ୍ୟଥୁ ପିତୃସ୍ଥାନାତ୍, ଯିଏ ଚାଲିଯାଏ ସେ ପିତୃଲୋକକୁ ଯାଏ। ତେଣୁ ସେ ପିତୃଲୋକକୁ ପଳେଇଥିବା ଗୁରୁଙ୍କର ପୁତ୍ରକୁ, ଗୁରୁଙ୍କର ପୁତ୍ର, ଗୁରୁ ତୁମକୁ ପୁତ୍ର ଗୁରୁ ଦକ୍ଷିଣା ହିସାବରେ ମାଗିଲେ, ତୁମେ ତାଙ୍କୁ ଆଣିକିରି ଫେରେଇ ଦେଇଛ। ସେ କହିଲା ହଁ ନା ନାହିଁ, ମୁଁ ତ ଜାଣିଛି ତୁମେ କରୁଛ ବୋଲି। ତଥା ଆମେ କୁରୁତଂ କାମଂ ଯୁବାଂ ଯୋଗେଶ୍ୱରେଶ୍ୱରୌ ଭୋଜରାଜ ହତାନ୍ ପୁତ୍ରାନ୍ କାମରେ ଦ୍ରଷ୍ଟୁ ମାହୁତ୍ୟାନ୍ ଦ୍ରଷ୍ଟୁଂ କାମୟ। ମୁଁ ସେ ପିଲାଗୁଡ଼ାକ ଆଣିକିରି ପାଳି ପୋଷିକି ଆଉ ରଖିବି, ସେ କଥା ଚିନ୍ତା କରୁନ, ତାଙ୍କୁ ଟିକେ ଦେଖିଦେବି। ତାଙ୍କୁ କହିଲେ ତଥା ଆମେ କୁରୁତଂ କାମଂ, ତେଣୁ ମୋର ଗୋଟେ କାମ କର। ତମେ ଗୁରୁକୁ ଦକ୍ଷିଣା ଦେଇଦେଲ, ମୁଁ କ'ଣ ଗୁରୁଙ୍କଠୁ କମ? ମୁଁ ପରା ଏକ ନମ୍ବର ଗୁରୁ, ପିତାମାତା, ତାପରେ ଗୁରୁ ନା। ତେଣୁ ମୁଁ ତାଙ୍କଠୁ କୋଉ ଗୁଣରେ କମ ନୁହେଁ। ମୋର ଗୋଟେ କାମନା ଅଛି, ଯୁବାନ୍ ଯୋଗେଶ୍ୱରେଶ୍ୱର, ତୁମେ ଯୋଗେଶ୍ୱର, ଯୋଗେଶ୍ୱର ମାନଙ୍କର ଈଶ୍ୱର। ତେଣୁ ଭୋଜରାଜ ହତାନ୍, ଭୋଜରାଜ କଂସ, କଂସ ଦ୍ୱାରା ମରାଯାଇଥିବା ମୋ ପିଲାମାନଙ୍କୁ ମୁଁ ଟିକେ ଦେଖିବାକୁ ଚାହୁଁଛି, ଏତିକି କର। ଋଷି ବାଚ। ତାପରେ ସୁଖଦେବ କହୁଛନ୍ତି ଏବଂ ସଂଚୋଦିତ ମାତ୍ରା ରାମକୃଷ୍ଣଶ୍ଚ ଭାରତ, କହିଲେ ହେ ଭାରତ, ସୁଖଦେବ କହୁଛନ୍ତି हे भरत वंश श्रेष्ठ परीक्षित महाराज, यही प्रकार माँ देवकी द्वारा प्रेरित होकर रामकृष्ण दुहे सुतलम संविशतु जोग माया उपाश्रित उठी सुतल को सी पशिले, तलू सुतल पर्यंत गले जोग माया बल, मायार प्रभाव सूक्ष्म हो चलिए जुआड़े तेणु तौक पड़े तस्मिन् प्रविष्ट उपलभ्य दैत्यराट विश्वत्मदैवं सुतरां तथात्मनः तद्दर्शनात् घात परिप्लुताशयः सद्यः समुत्थाय ननाम सान्वयः। किए अच्छी कि सूतल अच्छी बड़ी, तेणु बड़ी पाखु पड़े तस्मिन् प्रविष्ट उपलभ्य दैत्यराज, दैत्यराज बड़ी जो प्रभु को देखीदेला कौन कला विश्वात्म दैवं सुतरां यथात्मनः, विश्वात्मा सर्वोत्कृष्ट देवता भगवान रामकृष्ण दुजन पड़े देखिकी तद्दर्शन भाद परिप्लुताशया, देखिकी आनंदरे आनंदमग्न हो गए कि बड़ी ହେଇକିରି ସଦ୍ୟ ସମୁତ୍ଥା ହଠାତ୍ ଉଠି ପଡ଼ିଲେ ଆସନରୁ ନନାମ ସାନ୍ମୟ, ନିଜର ପରିବାର ବର୍ଗ ସହିତ ସାଷ୍ଟାଙ୍ଗ ପ୍रणिपात କରିଲେ କିଏ ବଡ଼ି। ତୟୋଃ ସମାନୀୟ ବରାସନଂ ମୁଦାଗା ନିବିଷ୍ଟୟୋଃ ତତ୍ର ମହାତ୍ମନଃ ସ୍ତୟୋଃ।
दधार पादौ अवनिज्यत जलम सवृंद आब्रह्म पूजत जदम्बुह। ये बड़ी उवाच अच्छे ये गोटे सब चुटे अधार कहीं देखिए तार कहते तयो समानीय बरासनम सरी बेगे तापर गोटे बरासन श्रेष्ठ आसन देले आ बड़ी कौन सुनाम चौकी अच्छी देले आसन सब देले दिजणा बसवाई निविष्टयो तत्र महात्मनस्तयो से तयो महात्मन से जो महापुरुष दिज रामकृष्ण उपयुक्त आसन में बसिले दधार पाद अवनिज्यत जलम बसला थाली थोईकी पाद थोइले पाद धोईदे ओभर धोईकी से जल कौन कले सवृंद आब्रह्म पुनत जदम्भ तत् जलम सब परिवार वर्ग समस्ते नहीं से जल को पवित्र जल जोटा पुनत पवित्र जल को समस्ते पाद को नहीं मुंडे ओढ़ले समर हयामास सतौ विभूति महारह वस्त्राभरणा नुलेपन तांबूल दीपामृत भक्षणादि सुगोत्र वित्तात्म समर्पणे नच कहले समर हयामास स तौ विभूति सह बड़ी तौ से दुई को रामकृष्ण दुई को निजर विभूति आने ऐश्वर्य प्रचुर संपत्ति अच्छी इंद्रकर्ता नहीं बड़ी की सब दे तेणु से निजर ऐश्वर्य द्वारा पूजा अर्चना कले महारह वस्त्र बहुमूल्यवान पाट वस्त्र देले आभरण अलंकार मनन करदे शरीर में अनुलेपन चंदन कर्पूर अगुरु केशर सब पड़ी गोटागोटी सरबाण विलेपन कले पाट वस्त्र पिंधे अलंकृत कर तांबूल दीप अमृत भक्षणादि अमृतमय खाद्य खाइबा देले पान खंडे देले सब तो सुगोत्र वित्तात्म समर्पणे न निजर परिवार वर्ग टका पैसा सब आपण कही सब समर्पण करदे प्रभु आपण भोग करतु सब सब आपण दत्त ये सब आपण कर प्रकार विनीत भाव में बड़ी प्रार्थना करी सब किसी देकी सत्कार करले कला कौन है स इंद्रसेन भगवत पदाबुज विभ्रम मुहु प्रेम विभिन्नया ध्यागा उवाच आनंद जलाकुले क्षण प्रहुष्ट रोमा नृप गदगदाक्षरम ओ पाठ कहला प्रेम है प्रेम ही बंद कर स इंद्रसेन कौन कहले सही गले हे पंडित महाराज किए कहते दैत्यराज बड़ी भगवान चरण को ना इंद्रसेन कहले स इंद्रसेन भगवत पदाबुज इंद्रसेन राजा बड़ी भगवान पादपद्म को विभ्रम मुहु प्रेम विभिन्न ध्या भगवान चरण बिंदु को निज वक्षस्थल शिरो पर थोइबा लगे प्रभु बसीगला पाद तले बसिकी से पाद को धोई देकी पानी तो मुंडे बोलदे आ से पाद को नहीं छाती जाकि पकाउछन्ति मुंडे टी बांध दउछन्ति यही प्रकार चलेले प्रेम ये प्रकार प्रेम कर्म करी कौन होगा है उवाच आनंद कलाकुले क्षण प्रभुकर शरण बिंद को आलिंगन करी आनंदमय सहित आनंदमय स्पर्श ये आनंदमय होगले अनुभवानंद स्वरूप आनंद को अनुभव कले प्रभु स्वरूपटा आनंदमय से निजे तो आनंदमय ना शरीर ठीक से प्रभुंर शरीरटा भी ब्रह्म आम शरीर ब्रह्म नुह आम आत्माटा ब्रह्म से भीतर प्रभुंर सब ब्रह्म तेणु सी शरीर भी आनंदमय तुम आनंदमय को धरले आनंदमय हो
ସଂସାରକୁ ଧରିଲେ ଦୁଃଖ, ସଂସାରର ଦୁଃଖ। ତେଣୁ ଆନନ୍ଦମୟଙ୍କର ଚରଣ ଆରବିନ୍ଦକୁ ଧରି ଛାତି ଭିଡ଼ିକି ଧଇଲେ, ମୁଣ୍ଡରେ ଲଗେଇ ପକେଇଲେ, ଏ ପ୍ରକାର କରିକିରି ବଢ଼ିଆ ଆନନ୍ଦମୟ ହେଇଗଲେ। ପ୍ରେମ ହୃଷ୍ଟ ରୋମା, ପ୍ରେମରେ ଶରୀର ରୋମାଞ୍ଚିତ ହେଇଗଲା। ଆହୁରି ଗଦଗଦାକ୍ଷରମ, କଣ୍ଠ ବାଷ୍ପରୁଦ୍ଧ ହେଇଗଲାରେ ଗଦଗଦ କଣ୍ଠରେ ବଳି ପ୍ରଭୁ ପ୍ରଶଂସା କରିବାକୁ ଆରମ୍ଭ କଲେ, ସ୍ତୁତି କଲେ। କ'ଣ କଲେ କାଲିକି ଦେଖିବା। ବଳି ଉବାଚ, ବଳି କହିବେ ଜୟ